से आमानଙ୍କର ରକ୍ଷାକାରୀ, ସେ ଆମାନଙ୍କର ଉଦ୍ଧାରକାରୀ, ସେ ଆମାନଙ୍କର ସାହାଯ୍ୟକାରୀ। ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ତାହାଙ୍କ କୃପା କେବେ ମଧ୍ୟ ଶେଷ ହୁଏ ନାହିଁ। ତାହାଙ୍କ କରୁଣା କେବେ ଶେଷ ହୁଏ ନାହିଁ। ଯେହେତୁ ଆଜି ଆମମାନେ ଯେତେ ଅଯୋଗ୍ୟ ହେଲେ ମଧ୍ୟ ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି। ପ୍ରଭୁଙ୍କର ଆଶ୍ଚର୍ଯ୍ୟ ମହତ ନାମର ଧନ୍ୟବାଦ ହେଉ। ଆଉ ମତେ ଗୋଟେ ଗୀତର ତାର ପଦ ବେଶୀ ଖୁସି ଲାଗେ, ଆଉ ମୁଁ ତାକୁ ଗାଇବି। ଓ ଯୋଗୀ ସାଉଲ ମୁଁ ନିଜ ଧର୍ମରେ ଅତ୍ୟାଚାରୀ ଥିଲି, କିନ୍ତୁ ଧର୍ମ ନାମରେ। ଓ ଯୋଗୀ ସାଉଲ ମୁଁ ନିଜ ଧର୍ମରେ ଅତ୍ୟାଚାରୀ ଥିଲି, କିନ୍ତୁ ଧର୍ମ ନାମରେ ଧରିଲେ ସେ ମତେ ଦମସେକ ପଥେ। ଧରିଲେ ସେ ମତେ ଧମସେକ ପଥେ। ଯୀଶୁରେ ମୁଁ ହେଲି ନୂତନ, ଯୀଶୁରେ ଲଭିଛି ମୁଁ ନୂଆ ଜୀବନ, ଯୀଶୁରେ ହୋଇଛି ମୋର ପରିବର୍ତ୍ତନ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କର ଆଶ୍ଚର୍ଯ୍ୟ ମହତ ନାମର ଧନ୍ୟବାଦ ହେଉ। ଆଉ ଏ ଗୀତ ଥିଲା ପାଉଲ, ଯେ କି ତାର ପ୍ରଥମ ନାମ ଥିଲା ସାଉଲ। ଆଉ ଏ ବାକ୍ୟ ଅନେକ ଗଭୀରତାର ରହିଅଛି, କିନ୍ତୁ ମୁଁ ତ ଏତେ ଜାଣି ନାହିଁ। ତା ମଧ୍ୟରୁ ମୁଁ ଟିକେ ଟିକେ କହିବି। ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଦିନ ପାଉଲଙ୍କୁ ଦମସେକ ପଥରେ ଧରିଲେ। ଯେହେତୁ ଏ ପାଉଲ ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଦେଖିଲେ ସହି ପାରୁନଥିଲେ। ଖ୍ରୀଷ୍ଟଙ୍କର ସକଳ ବିଷୟକୁ ସେ ଜାଣି ପାରୁନଥିଲେ। ଆଉ ଯୋଉମାନେ ପ୍ରଭୁ ଯୀଶୁଙ୍କୁ ମାନୁଥିଲେ ସେମାନଙ୍କୁ ସେ କାରାଗାର ମଧ୍ୟରେ ରଖୁଥିଲେ। ଏ ପ୍ରକାର ଅବସ୍ଥାର ଲୋକ ହଉଛି ପାଉଲ। ଆଉ ଦିନେ ତାଙ୍କ ପାଇଁ ଗୋଟେ ସୁଯୋଗ ଆସିଲା। ଯେତେବେଳେ ସୁଯୋଗ ଆସୁଛି, ଧନ୍ୟ ସେଇ ବ୍ୟକ୍ତି ଯାହାଙ୍କୁ ପ୍ରଭୁ ଦମସେକ ପଥରେ ଧରୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ଆମମାନଙ୍କ ମଧ୍ୟରେ ପ୍ରଭୁ କାହାକୁ କୋଉ ସ୍ଥାନରେ ଧରିଛନ୍ତି, କାହାକୁ ରାତ୍ରି କାଳରେ, କାହାକୁ ସନ୍ଧ୍ୟା ବେଳରେ, କାହାକୁ ନିଶବ୍ଦ ରାତ୍ରି ମଧ୍ୟରେ, କାହାକୁ ଦ୍ୱିପହରେ, କାହାକୁ ସକାଳର ସମୟରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କର ଆଶ୍ଚର୍ଯ୍ୟ ମହତ ନାମର ଧନ୍ୟବାଦ ହେଉ। ଯେ ଯୋଉ ପାଉଲ ଦିନେ ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ଦୁଃଖ ଦଉଥିଲେ, ଯୋଉ ପାଉଲ ଦିନେ ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ତାଡ଼ନା କରୁଥିଲେ, ଯୋଉ ପାଉଲ ଦିନେ ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ସହି ପାରୁନଥିଲେ, ଏପରି ପାଉଲଙ୍କୁ ସେଇଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦମସେକ ପଥରେ ଧରୁଛନ୍ତି। ଆମେ ଏପର୍ଯ୍ୟନ୍ତ ଯଦି ପ୍ରଭୁଙ୍କ ଠାରୁ ଦୂରରେ ଅଛୁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ପ୍ରଭୁକୁ କହିବା, ପ୍ରଭୁ ଦମସେକ ପଥରେ ତୁମ ପ୍ରିୟ ପାତ୍ରକୁ ଧରିଲ ପାଉଲଙ୍କୁ, ଆଜି ମତେ ବି ଧର। ମୁଁ ମଧ୍ୟ ତୁମର ହେବି ପ୍ରଭୁ। ମୁଁ ଯେତେ ତୁମ ଲୋକମାନଙ୍କୁ କଷ୍ଟ ଦେଇଛି, ଦୁଃଖ ଦେଇଛି, ତାଡ଼ନା ଦେଇଛି, ଜାଣତରେ କିବା ଅଜାଣତରେ, ଜାଣତରେ କିବା ଅଜାଣତରେ ତୁମ ଲୋକମାନଙ୍କୁ ଯାହା କିଛି ଦୁଃଖ ଦେଇଛି, କଷ୍ଟ ଦେଇଛି,
ଆଜି ମୋର ସକଳ ବିଷୟକୁ କ୍ଷମା କରି ସେ କହିଲେ, ଏ ପାଉଲ, ହେ ସାଉଲ, ତୁମେ କାହିଁକି ଆମକୁ ତାଡନା କରୁଅଛ? ଆଉ ସେଇ ବ୍ୟକ୍ତି କହୁଛନ୍ତି, ତୁମେ କିଏ? Praise the Lord, hallelujah. ତୁମେ ଯାହାକୁ ତାଡନା କରୁଅଛ ଆମେ ସେଇ ଯୀଶୁ ଅଟୁ। ଅନେକ ଲୋକମାନେ ଭାବୁଛନ୍ତି କି ପ୍ରଭୁଙ୍କ ଲୋକମାନଙ୍କୁ ଆମେ କହିଦେଇ ଜିତି ପଡିବା। ନାଇଁ, ଯୀଶୁଙ୍କୁ ସାଉଲ ତାଡନା କରୁନଥିଲେ, କିନ୍ତୁ ଯୀଶୁଙ୍କର ପ୍ରେରିତ ବ୍ୟକ୍ତି ମାନଙ୍କୁ କରିବାରୁ ଯୀଶୁ କହିଲେ ମତେ କରିଛ ବୋଲି। ଏଥିପାଇଁ ଆମେ ଜଣେ ପ୍ରଭୁଙ୍କ ଦାସଙ୍କୁ ତାଡନା କରିବା ପୂର୍ବରୁ, ଦୁଃଖ ଦେବା ପୂର୍ବରୁ, ଯନ୍ତ୍ରଣା ଦେବା ପୂର୍ବରୁ ପ୍ରଥମେ ନିଜକୁ ପରୀକ୍ଷା କରିବା। ଏ ବାକ୍ୟକୁ ମନରେ ଧ୍ୟାନର ସହିତ ପଢିବା, ଏ ବାକ୍ୟକୁ ବିବେକରେ ସମ୍ପୂର୍ଣ୍ଣ ରଖିବା ଯେ ଯୀଶୁଙ୍କୁ ତ ପାଉଲ କାହିଁ ତାଡନା କରୁନଥିଲେ। ପାଉଲ କାହାକୁ ତାଡନା କରୁଥିଲେ? ଯେ ଯୀଶୁଙ୍କର ଲୋକମାନଙ୍କୁ ସେ ତାଡନା କରୁଥିଲେ। କାର ଗୋଟେ ମ୍ୟୁଟ ଅନ୍ ଅଛି, ଦୟାକରି ବନ୍ଦ କରିବେ, ଡିଷ୍ଟର୍ବ ହଉଛି। ହାଲେଲୁୟା, ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହେଉ। ଆଜି ଆମେ କି ପ୍ରକାର ଭାବରେ ପାଉଲଙ୍କର ସମସ୍ତ ଜୀବନ, ତାଙ୍କର ଜୀବନ ଯାତ୍ରାକୁ ଯଦି ଆମେ ଭାବିବା, ଅତି ଦୁଃଖର ବିଷୟ ଆଉ ଅତି ଆନନ୍ଦର ବିଷୟ। କିନ୍ତୁ ଧନ୍ୟ ସେଇ ପାଉଲ ଯାହାଙ୍କୁ ପ୍ରଭୁ ଦମସ୍କ ପଥରେ ଧରିଲେ, ଯାହାଙ୍କୁ ପ୍ରଭୁ ଦମସ୍କ ପଥରେ ଡାକିଲେ, ଯାହାଙ୍କୁ ପ୍ରଭୁ ସେ ଦମସ୍କ ପଥରେ ଖୋଜିଲେ। ଆମେ ଯଦି ଟିକେ ପଢିବା ତାର ପ୍ରେରିତ ପୁସ୍ତକ 9 ଅଧ୍ୟାୟ ହାଲେଲୁୟା 3-4 ଟିକେ ପଢିବା। ପରେ ସେ ଯାଉ ଯାଉ ଦମାସ୍କସ ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାଙ୍କ ଚାରିଆଡେ ଚମକି ଉଠିଲା। 4 ସେଥିରେ ସେ ଭୂମିରେ ପଡିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ସାଉଲ, ହେ ସାଉଲ, କାହିଁକି ଆମ୍ଭକୁ ତାଡନା କରୁଅଛ? ଆଉ ଟିକେ 5 ବି ପଢ। ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡନା କରୁଅଛ ଆମ୍ଭେ ଯେ ସେଇ ଯୀଶୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏ ସାଉଲ କେମିତି ଲୋକ? ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ତାଡନା କରୁଥିବା ଲୋକ। ଖ୍ରୀଷ୍ଟଙ୍କ ଲୋକଙ୍କୁ ଦେଖିଲେ ସେ ସହି ପାରୁନଥିଲେ। ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ଦେଖିଲେ ତା ଜୀବନରେ ଦୟା ନଥିଲା। ବାକ୍ୟରେ ଲେଖା ଅଛି, ଯେତେବେଳେ ସ୍ତିଫାନଙ୍କୁ ମରା ଯାଉଥିଲା ଆଉ ସେ ମାରିବା ଲୋକମାନଙ୍କୁ ସେ ସମର୍ଥନ କରୁଥିଲେ, ପୁଣି ସେମାନଙ୍କର ବସ୍ତ୍ରକୁ ସେ ରକ୍ଷା କରୁଥିଲେ। ସେ ନିଜେ ସାକ୍ଷ୍ୟ ଦେଇଛନ୍ତି ଯେ ପାଉଲ ଏ ପ୍ରକାର ଜଣେ ବ୍ୟକ୍ତି ଥିଲେ। ମୋର ଭାଇ ଭଉଣୀ ମାନେ, ଆଜି ଯଦି ସେ ପ୍ରକାର ପାଉଲଙ୍କୁ ଯଦି ପ୍ରଭୁ ଧରୁଛନ୍ତି, ପ୍ରଭୁ ଡାକୁଛନ୍ତି, ଦମସ୍କ ପଥରେ ଯଦି ତାଙ୍କୁ ଧରିଲେ, ଆମମାନଙ୍କୁ କି ପ୍ରଭୁ ଡାକିବେ ନାହିଁ, ଧରିବେ ନାହିଁ? ହାଲେଲୁୟା, ପ୍ରଭୁଙ୍କର ମହତ ନାମର ଧନ୍ୟବାଦ ହେଉ। ଯେହେତୁ ପାଉଲ ଏ ସମସ୍ତ କର୍ମ ସେ କରି ଆସିଲା ପରେ ତାଙ୍କ ପାଇଁ ଏତେ ସୁନ୍ଦର ଦ୍ୱାର ସବୁ ଖୋଲା ହଉଛି। ଏତେ ବିଜାତି ମାନଙ୍କ ଉପରେ ସୁସମାଚାର ପ୍ରଚାର କରିବା ପାଇଁ ତାଙ୍କୁ ସୁଯୋଗ ମିଳୁଛି। ଅନେକ ଶକ୍ତିର କାର୍ଯ୍ୟ ତାଙ୍କ ଦ୍ୱାରା ହେଉଅଛି।
ଯେ ତାହା ଅତି ଭୟଙ୍କର। ଆଉ ସେ ଯେପରି ଲୋକମାନଙ୍କୁ କଷ୍ଟ ଦଉଥିଲେ ତା ଜୀବନରେ ମଧ୍ୟ ସେଇ ଦୁଃଖ ଆସିଲା, ତା ଜୀବନରେ ମଧ୍ୟ ସେଇ କଷ୍ଟ ଆସିଲା, ତା ଜୀବନରେ ମଧ୍ୟ ସେଇ ଯନ୍ତ୍ରଣା ଆସିଲା। ସେ ସୁଖରେ ସେବା କରିନାହାନ୍ତି, ସେ କେବଳ କଷ୍ଟରେ, ଦୁଃଖରେ, ଅପମାନରେ, ତାଡନାରେ, ବେତ୍ରାଘାତରେ, ଏ ସମସ୍ତ ସେ ଅଙ୍ଗରେ ଅଙ୍ଗରେ ସହି କଣ କରୁଛନ୍ତି? ପରମେଶ୍ୱରଙ୍କର ସେବା କରୁଛନ୍ତି। ପରମେଶ୍ୱରଙ୍କ ଲୋକମାନଙ୍କୁ ପରମେଶ୍ୱରଙ୍କର ନିକଟବର୍ତ୍ତୀ କରାଉଛନ୍ତି। ଯେହେତୁ ପାଉଲଙ୍କର ଜୀବନ କଥା ଆମେ ଜାଣିଛୁ, ସେ ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ତାଡନା କରୁଥିଲେ। କିନ୍ତୁ ଆଉ ତାକୁ ସେଠି କଣ ପଚରାଗଲା? ସେ କହିଲେ, ହେ ପ୍ରଭୁ ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମେ ତାଡନା କରୁଅଛ ଆମ୍ଭେ ସେହି ଯୀଶୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ପ୍ରଭୁଙ୍କ ଲୋକମାନଙ୍କୁ ତାଡନା କରିବା ପୂର୍ବରୁ ଏ ବାକ୍ୟ ଟିକେ ମନେ ରଖିବା। ଏ ବାକ୍ୟ ବେଶୀ ନେଇ ଟିକେ ହୃଦୟରେ ରଖିବା। ଏ ବାକ୍ୟକୁ ଟିକେ ଚିନ୍ତାରେ ରଖିବା। କାହାକୁ ଆମେ କଣ କହୁଛୁ, କାହାକୁ ଆମେ କି ପ୍ରକାର କହୁଛୁ, ଆମର ବ୍ୟବହାର କଣ, ଆମର ବାର୍ତ୍ତା କଣ, ଆମର କଥା କହିବାର ଶୈଳୀ କଣ, ଆମେ ଟିକେ ବୁଝିବା। ଯେହେତୁ ଯୀଶୁ ସେଇଦିନ କହିଲେ, ତୁମେ ଯାହାଙ୍କୁ ତାଡନା କରୁଅଛ ଆମେ ସେଇ ଯୀଶୁ ଅଟୁ। এই ବାକ୍ୟକୁ ଅନେକ ପ୍ରଭୁଙ୍କ ଦାସ ମାନେ ଅନେକ ପ୍ରକାର ଭାଙ୍ଗି ପାରିବେ, କିନ୍ତୁ ମୁଁ ମୋର ଛୋଟ ବୁଦ୍ଧିରେ ଏତିକି ଜାଣୁଛି ଯେ ଆଜି ଯୀଶୁଙ୍କର ଲୋକମାନେ ଯାହାଙ୍କୁ ପ୍ରଭୁ ପ୍ରେରଣ କରିଅଛନ୍ତି, ଯାହାଙ୍କୁ ପ୍ରଭୁ ପଠେଇ ଅଛନ୍ତି, ଯାହାଙ୍କୁ ପ୍ରଭୁ ପବିତ୍ର ଆତ୍ମାଙ୍କର ବରଦାନ ଦେଇଅଛନ୍ତି, ଆଜି ସେମାନଙ୍କୁ ସେ ପଠଉଥିବା ସମୟରେ ଅନେକ ଲୋକମାନେ ଆଜି ମଧ୍ୟ ସେଇ ସାଉଲ ମାନେ ମଣ୍ଡଳୀରେ ଅଛନ୍ତି, ଆଜି ମଧ୍ୟ ସେଇ ସାଉଲ ମାନେ ସମାଜରେ ଅଛନ୍ତି, ଆଜି ମଧ୍ୟ ସେଇ ସାଉଲ ମାନେ ପରିବାରରେ ଅଛନ୍ତି। ସେମାନେ ଈଶ୍ୱରଙ୍କ ଲୋକମାନଙ୍କୁ ବୁଝି ପାରନ୍ତି ନାହିଁ। ଆଉ ପାଉଲଙ୍କର ଜୀବନର ଦୁଃଖ ଯଦି ଆମେ ଜାଣିବା, ସେ କେତେ କଷ୍ଟରେ ସେବାକୁ ଉଠଉଛନ୍ତି। ବାକ୍ୟରେ ଲେଖା ଅଛି, ତୁମେ ଯୋଉ ମାପରେ ମାପ କର ସେଇ ମାପରେ ହିଁ ତୁମମାନଙ୍କୁ ମଧ୍ୟ ମପାଇ ଦିଆଯିବ। ସେ ଲୋକମାନଙ୍କୁ ଯେତିକି ଯନ୍ତ୍ରଣା କଲେ ତା ଠାରୁ ଡବଲ ଯନ୍ତ୍ରଣା ତା ଉପରେ ଆସିଲା। ଯେହେତୁ ପରମେଶ୍ୱର ଜାଣିଛନ୍ତି ଆଉ ତାକୁ ସେ ମନୋନୀତ କରିଅଛନ୍ତି, ତାକୁ ସେ ବାଛି ଅଛନ୍ତି, କିନ୍ତୁ ଜାଣିଛନ୍ତି ଯେ ପାଉଲ ମୋ ଲୋକମାନଙ୍କୁ କଣ କରବ? କଷ୍ଟ ଦେବ, ମୋ ଲୋକମାନଙ୍କୁ ଦୁଃଖ ଦେବ। ଆମେ ଟିକେ ଯିବା ତାର ପ୍ରେରିତ ପୁସ୍ତକ 20 ପର୍ବ 23 ରୁ ଟିକେ ପଢିକି ଯିବା ଆମେ। ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, ଏହା ପବିତ୍ର ଆତ୍ମାରେ ନଗରେ ନଗରେ ମତେ ସାକ୍ଷ୍ୟ ଦେଉଅଛନ୍ତି। କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି, ତାହା ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି। ହାଲେଲୁୟା। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହେଉ। ଏ ସ୍ଥାନରେ ଆମେ ଦେଖୁଛୁ, ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, ଏହା ପବିତ୍ର ଆତ୍ମାରେ ନଗରେ ନଗରେ ମତେ ସାକ୍ଷ୍ୟ ଦେଉଅଛନ୍ତି। କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କର ଅନୁଗ୍ରହ ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି, ତାହା ସମ୍ପୂର୍ଣ୍ଣ କରିପାରେ। ବେଳେ ବେଳେ ସେବା ଆମର ଅଧା ରହିଯାଏ। ସମସ୍ତଙ୍କୁ ତ ଆମେ କହିପାରିବା ନାହିଁ ଆମେ ବି ସେଇ ସେବାରେ ଅଛୁ।
ଗୋଟେ ଗୀତରେ ଅଛି, ବାକି ଅଛି ବହୁତ ଦୂର, ଚାଲିବାକୁ ନାହିଁ ମୋ ବଳ। ବହୁ ଦୂର ପଥ ମୋର, ପଥେ କେତେ ଅନ୍ଧକାର, ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା। ଯେ ମୋର ନିରୂପିତ, କିନ୍ତୁ ମୁଁ ଯେପରି ମୋର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ। ପ୍ରଭୁ ଦମେଶେକ ପଥରେ ସାଉଲଙ୍କୁ ଧରିଲା ପରେ ତା ଜୀବନରେ ଏତେ ସୁନ୍ଦର ଅଭିଷେକ ପରମେଶ୍ୱର ପ୍ରଦାନ କରିଛନ୍ତି। ଆଉ ସେ ମୋର ନିରୂପିତ ଶେଷ ସୀମା ପର୍ଯ୍ୟନ୍ତ ମୁଁ କି ପ୍ରକାର ମୁଁ ଦୌଡ଼ି ପାରିବି। ଆଉ ଈଶ୍ୱରଙ୍କର ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି। କାଠାରୁ? ପ୍ରଭୁ ଯୀଶୁଙ୍କ ଠାରୁ। କୋଉ ବ୍ୟକ୍ତି ଠାରୁ ନାହିଁ, କୋଉ ମନୁଷ୍ୟ ଠାରୁ ନାହିଁ, କୋଉ ବାପା ନାହିଁ, କୋଉ ଭାଇ ନାହିଁ, କିଏ ମଧ୍ୟ ମାନଙ୍କୁ ଦେଇପାରିବେ ନାହିଁ। କେବଳ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେଇଅଛନ୍ତି। ଯୋଉ ଅନୁଗ୍ରହ ଦାନ, ଯୋଉ ପବିତ୍ର ଆତ୍ମାଙ୍କର ଶକ୍ତି, ଯୋଉ ବାକ୍ୟର ବରଦାନ, ଯୋଉ ପରଭାଷାର ଦାନ, ତାହା ପରମେଶ୍ୱରଙ୍କ ଠାରୁ ପାଇଥିବାର ଦାନ ଅଟେ। ତେବେ ମୋର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଆମେ କିପରି ଦୌଡ଼ି ପାରିବା? ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରେ। ମୁଁ 25 ପଢୁଛି। ପୁଣି ଏବେ ଦେଖ, ଯୋଉମାନଙ୍କ ମଧ୍ୟରେ ମୁଁ ଈଶ୍ୱରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ ଆଉ ମୋ ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ। ଏ ହେତୁରୁ ମୁଁ ଯେ ସମସ୍ତଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ, ଏହା ମୁଁ ଆଜି ତୁମ୍ଭମାନଙ୍କୁ ସାକ୍ଷ୍ୟ ଦଉଅଛି। ମୁଁ ଈଶ୍ୱରଙ୍କ ସମସ୍ତ ସଂକଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଂକୁଚିତ ହୋଇନଥିଲି। ତୁମ୍ଭେମାନେ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀ କି ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରି ଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେ ସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେହେତୁ ଆମେ ଯଦି ପଢିବା ତାର ସେ 20:19 ମୁଁ ପଢୁଛି। ସମ୍ପୂର୍ଣ୍ଣ ନମ୍ର ମନରେ ଅଶ୍ରୁପାତ ସହିତ ଜିହୁଦୀ ମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ ମତେ ଯେ ପରୀକ୍ଷା ଘଟୁଥିଲା, ସେଇ ସବୁ ମଧ୍ୟରେ ମୁଁ କିପରି ପ୍ରଭୁଙ୍କ ସେବା କରୁଥିଲି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପାଉଲଙ୍କର ଜୀବନ ଭଳି ଆମେ ଦେଖୁଛୁ, ସେ ନମ୍ର ସହିତ, ତାପରେ ଦ୍ୱିତୀୟରେ ଅଶ୍ରୁ ଯେ ପର୍ଯ୍ୟନ୍ତ ବରସାଇବା ନାହିଁ, ସେ ପର୍ଯ୍ୟନ୍ତ ମଣ୍ଡଳୀ ଆମର ଉପରକୁ ଉଠିବ ନାହିଁ। ଏ ହୃଦୟ ରୂପ ମଣ୍ଡଳୀ, ପରିବାର ରୂପ ମଣ୍ଡଳୀ, ଆଉ ସମାଜ ରୂପ ମଣ୍ଡଳୀ, ଆଉ ପୁରା 100ଟା ପରିବାର ଥିଲେ ମଧ୍ୟ ଗୋଟେ ମଣ୍ଡଳୀ, ଗୋଟେ ବ୍ୟକ୍ତିକୁ ମଧ୍ୟ ଗୋଟେ ମଣ୍ଡଳୀ ବୋଲି ବୁଝାଯାଏ। ତେବେ ଏ ନମ୍ରତାର ସହିତ, ଅଶ୍ରୁପାତର ସହିତ ସେ ପରମେଶ୍ୱରଙ୍କର ସେବା କରୁଛନ୍ତି। ପ୍ରଭୁ ଯେତେବେଳେ ତାଙ୍କୁ ଦମଶେକ ପଥରେ ଡାକିଲେ, ସେ ନିରାଶରା ହେଇନାହାନ୍ତି। ପ୍ରଭୁ ଆଉ ତାଙ୍କ ଜୀବନରେ ସାହାଯ୍ୟ କରିବା ପାଇଁ, ତାଙ୍କୁ ବାରେ ବାରେ ଯେତେ ବଡ ବିପଦ ଆସୁଥିଲେ ମଧ୍ୟ ପ୍ରଭୁ ତାଙ୍କର ସହିତ ଅଛନ୍ତି। ପ୍ରଭୁ ତାର ହାତ ଧରିଛନ୍ତି, ପ୍ରଭୁ ତାର ପାଖରେ ଅଛନ୍ତି, ପ୍ରଭୁ ତାକୁ କେବେ ମଧ୍ୟ ଛାଡି ନାହାନ୍ତି। ଏଥିପାଇଁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ। ମୋର ଭାଇ ଭଉଣୀ ମାନେ ଧ୍ୟାନର ସହିତ ବାକ୍ୟକୁ ଚିନ୍ତା କରନ୍ତୁ, ଯେହେତୁ ମୁଁ ବାକ୍ୟ ଭାଙ୍ଗିବାର ଜାଣେ ନାହିଁ। ପ୍ରଭୁ, ମୁଁ ଆଜି ନିରୂପିତ ଶେଷ ପର୍ଯ୍ୟନ୍ତ ମୁଁ କି ପ୍ରକାର ତୁମ ପଥରେ ଦୌଡ଼ିବି, ତୁମ ପଥ ମତେ ଜୀବନ ଆଣିଦେବ। ପ୍ରେଜ୍ ଦ ଲର୍ଡ। ଯେହେତୁ ସେ କହିଲେ, ମୋ ପଥ ସତ୍ୟ ଜୀବନ, ତୁମ ପଥ ମୋ ପାଇଁ, ତୁମ ବାକ୍ୟ ମୋ ଚରଣ ପାଇଁ, ମୋ ପଥ ପାଇଁ ଆଲୁଅ ଅଟେ।
ବାକ୍ୟ ଯଦି ନଥିବ ପଥ ଆମର ଭ୍ରମି ଯିବାର ସମ୍ଭାବନା ରହିଅଛି। ବାକ୍ୟ ଯଦି ଆମ ଜୀବନରେ ଅଛି ତ ଆମେ ସେ ପଥକୁ ଯାଇପାରିବା। ନିରୂପିତ ପଥର ଶେଷ ପର୍ଯ୍ୟନ୍ତ। ଏଥିପାଇଁ ସେ କହିଲେ ତୁମଠାରେ ଯାହା ଅଛି ଆମର ଆଗମନ ପର୍ଯ୍ୟନ୍ତ ତାକୁ ଦୃଢ କରି ଧରି ରଖ। ଆଜି ଆମେ ପଚାରିବା ପ୍ରଭୁ ମୋ ପାଖରେ କଣ ଅଛି? ସେଦିନ ଦମେଶେକ ପଥରେ ପ୍ରଭୁ ସାଉଲଙ୍କୁ ଧରିଲା ପରେ ଆ ପାଇଁ ପରିତ୍ରାଣର ଆବଶ୍ୟକ ଅଛି। ତାଙ୍କ ଦାସଙ୍କୁ ପଠଉଛନ୍ତି କିନ୍ତୁ ତାଙ୍କ ଦାସ ମନା କରୁଛନ୍ତି, ନାଇଁ ପ୍ରଭୁ, ସେ ଜେରୁସାଲେମରେ ତୁମ ଲୋକମାନଙ୍କୁ ଦୁଃଖ ଦେଲେ, ତୁମ ଲୋକମାନଙ୍କୁ କଷ୍ଟ ଦେଲେ, ତୁମ ଲୋକମାନଙ୍କୁ ତାଡନା ଦେଲେ, ତୁମ ଲୋକମାନଙ୍କୁ ଯନ୍ତ୍ରଣା ଦେଲେ, ତୁମ ଲୋକମାନଙ୍କୁ କାରାଗାରରେ ବଧ କଲେ। ସେ ଯେତେ ଲୋକଙ୍କୁ ଦେଖିଲେ ସେମାନଙ୍କୁ ସେ ନଷ୍ଟ କରୁଥିଲେ। ଆଉ ମୁଁ ତାଙ୍କ ପାଖକୁ ଯିବି ନାହିଁ। କିନ୍ତୁ ନାଇଁ, ପରମେଶ୍ୱରଙ୍କର ଇଚ୍ଛା ଆମେ ବିଜାତି ମାନଙ୍କ ନିକଟରେ ତାଙ୍କୁ ବ୍ୟବହାର କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯୋଉମାନଙ୍କୁ ପ୍ରଭୁ ଏତେ ପ୍ରେମ କରୁଛନ୍ତି ସେମାନଙ୍କୁ ପ୍ରଭୁ କେବେ ମଧ୍ୟ ଛାଡିବେ ନାହିଁ। ସେଇ ବିଜାତି ଲୋକମାନଙ୍କ ନିକଟକୁ ସେ ପଠଉଛନ୍ତି, କାରଣ ଏଇ ଲୋକମାନେ ମୋ ପାଇଁ ଉଠିବାର ଦରକାର, ଏଇ ଲୋକମାନେ ମୋ ପାଇଁ ଠିଆ ହେବାର ଦରକାର, ଏଇ ଲୋକମାନେ ମୋ ରାଜ୍ୟକୁ ଆସିବାର ଦରକାର। ଯେହେତୁ ଦୁଷ୍ଟର ମରଣରେ ପରମେଶ୍ୱରଙ୍କର ସନ୍ତୋଷ ନାହିଁ, ଦୁଷ୍ଟ ଯେପରି ଫେରି ବଞ୍ଚିବ ଏହା ପରମେଶ୍ୱରଙ୍କର ଇଚ୍ଛା, ଏହା ପରମେଶ୍ୱରଙ୍କର ଯୋଜନା, ଏହା ପରମେଶ୍ୱରଙ୍କର ସଂକଳ୍ପ। ଏଥିପାଇଁ ସେ ଜଣେ ଦୁଷ୍ଟ ଥିଲେ। କିଏ? ସାଉଲ। ସେ ଜଣେ ଦୁଷ୍ଟ ଥିଲେ। ସେ ଜଣେ ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଠିଆ ହେବା ବ୍ୟକ୍ତି ଥିଲେ। କିନ୍ତୁ ପରମେଶ୍ୱର ତାକୁ ମନୋନୀତ କରୁଛନ୍ତି। ହାଲେଲୁୟା। ଆଜି ବେଳେ ବେଳେ ଭାବୁଛୁ ଆମେ, ପ୍ରଭୁ ମୁଁ ଏତେ ଦୁଷ୍ଟ, ମୁଁ ଏତେ ପାପୀ, ମୁଁ ଏତେ ମଦ ପିଇଛି, ମୁଁ ଏତେ ପୁଡିଆ ଖାଇଛି, ମୁଁ କେତେ ଲୁଚି ଲୁଚି ମୁଁ ଯାହା କିଛି ପାପ କରିଛି, ପ୍ରଭୁ ମୁଁ ଆଉ ଗୋଟେ ସେମିତି ଦମଶେକ ପଥରେ ଧରା ଯାଇ ପାରିବି କି? ନାଇଁ। ବିତି ଯାଏ ଦିନ ମାସ ବରଷ, ତୋ ପଥ ଚାହିଁ ଚାହିଁ କରନ୍ତି ଅଳି ପିତାଙ୍କ ଠାରେ, ନୀତି ପ୍ରଭୁ ଯୀଶୁ ତୋହରି ପାଇଁ ହେଉ କାହିଁକି ତୁ ଅମାନିଆ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ଭାଇ ମାନେ, ଆଜି ଅନେକ ଭାଇ ମାନେ ବ୍ୟସ୍ତତା ଭିତରେ ଅଛନ୍ତି, ଏ ଜୁମ୍ ରେ ଜଏନ୍ କରି ପାରି ନାହାନ୍ତି। ମୋବାଇଲ ରେ ସବୁବେଳେ ଆଉ ଖାଦ୍ୟ ଚାଲିଛି, ମୋବାଇଲ ରେ ଖାଦ୍ୟ ଦିଆ ହଉଛି, ମୋବାଇଲ ଯାହା ଖାଇଲେ ସେ ବଞ୍ଚି ରହିବ ସେ ଖାଦ୍ୟ ସବୁବେଳେ। ଆମ ଘରେ ତରକାରୀ ନଥିଲେ ବି ଆମେ ମୋବାଇଲ କୁ ବଞ୍ଚଉଛୁ, ଖାଇବାକୁ ଦଉଛୁ। ଏ ବାକ୍ୟ ଟିକେ ଆମେ ଶୁଣେଇବା, ଆଉ ଥରେ 4 ଜଣକୁ ମିଶେଇବା, ଆଉ ଥରେ 4 ଜଣକୁ ଡାକି ଆଣି ଜଡିତ କରିବା, ଆଉ ଥରେ 4 ଜଣ ପାଖକୁ ଲିଙ୍କ ପଠେଇବା। ଯେହେତୁ ଏଠି ବାକ୍ୟ ଅଛି, ଏଠି ଜୀବନ ଅଛି, ଯେହେତୁ ପରମେଶ୍ୱରଙ୍କ ବାକ୍ୟ ସେଇ ଦୁଷ୍ଟ ବ୍ୟକ୍ତିଙ୍କୁ ଯେପରି ପରମେଶ୍ୱରଙ୍କର ସ୍ୱର, ହେ ସାଉଲ, ହେ ସାଉଲ, ତୁମେ କେତେ ଦିନ ତାଡନା କରିବ, ତୁମେ କେତେ ଦିନ କଷ୍ଟ ଦେବ, ତୁମେ କେତେ ଦିନ ଯନ୍ତ୍ରଣା ଦେବ, ତୁମେ କେତେ ଦିନ ଏ ପ୍ରକାର ଅବସ୍ଥାରେ ରହିବ। ଆଉ ପରମେଶ୍ୱରଙ୍କର ସ୍ୱର ସେଇ ବ୍ୟକ୍ତିଙ୍କୁ ସେଇଦିନ ପରିବର୍ତ୍ତିତ କରିଦେଲା। ହାଲେଲୁୟା। ସେଇଦିନ ପରମେଶ୍ୱରଙ୍କର ସେଇ ରବ ସେଇ ବ୍ୟକ୍ତିଙ୍କୁ ବଦଳାଇ ଦେଲା। ଯେହେତୁ ଅନେକ ଶକ୍ତିର କାର୍ଯ୍ୟ କରିବାର ରହିଅଛି, ଆଉ ତା ଜୀବନର ଅନେକ ଦୁଃଖ, ଅନେକ ବେଦନା, ଅନେକ କ୍ଲେଶ, ଅନେକ କଷ୍ଟ ସହ୍ୟ କରି ସେ ପରମେଶ୍ୱରଙ୍କର ସେବା କରି ଆସୁଛନ୍ତି। କୋଉଠାରେ ତାକୁ ଆଉ ଗୁପ୍ତରେ ଲୁଚାଇ ବି ରଖି ଦିଆଯାଉଛି, କାରଣ ଏତେ ଭୟ, ଏତେ ଭୟ, ଏତେ ଭୟ। ପରମେଶ୍ୱରଙ୍କର ସେବା ଅତି କଷ୍ଟଦାୟକ। ପରମେଶ୍ୱରଙ୍କର ସେବା ଗୋଟେ ଥଟ୍ଟା ପରି ନାହିଁ, ପରିହାସ ପରି ନାହିଁ, ମଜା ପରି ନାହିଁ।
परमेश्वरंकर सेवा क्लेशरे आमे प्रथम रे पढुथिलु तार 20 रो 23 रे मो पाई जे बंधन क्लेश रही अछि। अति कष्टदायक शब्द मो पाई जे बंधन क्लेश रही अछि, किंतु तुमे साहस धर मो जगत को जय करिबी। प्रेज द लॉर्ड, हालेलुया। तुमे जो मंडली रे सेवा करूछ साहस धर मो से मंडली रे सकल विषय को जय करिबी। जते अंधकार शक्ति उठु अछि सेही समस्त शक्ति को मो जय करिबी। ए दुष्ट लोक मानकर अत्याचार ए पाउल जे प्रकार ख्रीष्टंक लोक माननकु अत्याचार कले आ कष्ट दउथिले से लोक माने आजि मध्य मंडली रे देखा जाउ अछंती। एथि पय हम मंडली ऊपर को उठी पारु नै, आम परिवार ऊपर को उठी पारु नै, आम व्यक्ति विशेषंक मन ऊपर को उठी पारु नै, पवित्र आत्मांकर वरदान पाई पारु नै। भाई माने मोर भौणी माने बापा मां भाई भौणी माने समस्ते देखंतु तो जे गोटे 3 दिन भितरे केमती मेरा काल होउची। तार चकु अंध होई गला सेई क्षणी। आगुरु काहे केबे पाउल उपवास करू नथिले कि? से तो लोक मानकु कष्ट दउथिले उपवास कोठु आसबो? से तो जंत्रणा दउथिले उपवास कोठु आसबो? आमे ख्रीष्टंकर लोक होई शुक्रवार दिन गोटे 12टा जाई मध्य उपवास करि पारुनु। किंतु मु प्रभु को धन्यवाद देवी, मु प्रभुंकर गौरव पाई कहूची। आ 2014 रे मु प्रभु को पाइली। 2014 रु आज पर्यंत मु शुक्रवार केबे मध्य 12टा न गडले मु खाइबी नै। परमेश्वरंकर उपस्थिति जदि आमानक जीवन रे अछि, प्रभु को पाइला परे प्रभुंकर रब सुनला परे साउल बदली गला। आ से गोटे कथा कहउचंती, मु जे परि मोहर निरूपित पथर शेष पर्यंत, अनेक वाक्य अछि, मु जे परि निरूपित तुमार पथर शेष पर्यंत मु दौड़ी पारिबी। प्रभु मो झुंटी न पड़े। प्रभु तुम पथ संकीर्ण अटे, मुझे परी प्रशस्त पथ को मननीत न करे। एथिपाई तमसेक पथरे जेपरी साउलंक को धरिल, आज मते मध्य धर। मु मध्य जेपरी शेष पर्यंत दौड़ी पारिबी। एथिपाई मते साहाय्य करो प्रभु। प्रभु आम प्रत्येकंकु एपठित वाक्य रे आशीर्वाद करंतु। अनेक वाक्य थिले सुधा आ समय आम पाखरे कम रही अछि। मु पदे प्रार्थना करिबी, समस्ते मनोयोग्य। प्रेज द लॉर्ड, हालेलुया। जय आत्मिस में शांति दिखावा थी तोंदा दिखल्लारिते आश्चर्य मंत्री प्रार्थना के मंडली वे सौंदर्य थिबेल वायति बेल्ली खंदरा दियो सिंदरी खतंदरा दिएल वादी खंदवती धम्मरा दंदरा दिए संगलतरा आश्चर्य मंत्री पराक्रंत परमेश्वर तुम्हार रवनी खमनी थे, तुम्हार रवनी तंदिरी खन्ना, तुम्हार नवदी कोटे निसी वायली दे तंगल थे लॉर्ड। हालेलुया प्रभु मु पापी न सोंति बनने एस्मास सेल्फिस लॉर्ड। प्रभु सेई दिन दबसे को पथरे तुमे साउलम को धरिला प्रभु। आज ए मोबाइल र पथरे तुम दास दासी मानन को धर प्रभु। जे परि आमे निरूपित पथर आमे बळर सहित तुम शक्तिर सहित साहसर सहित पाउलंक सदृश आमे ग्राम मंडली विजाति जाति विधर्मी सकल आगरे पृथ्वी प्रांत पर्यंत तुम राज्य तुम वाक्य घोषणा करू प्रभु। प्रेज द लॉर्ड, हालेलुया। प्रभु तुमे प्रत्येकंकु धरि रख प्रभु। मो योग्य पापी पदे प्रार्थना करिछि। आमे जहा वाक्य पढियोछ प्रभु आम प्रत्येकंकु बुझिबा पई साहाय्य कर। समस्त निवेदन सुन प्रभु, उत्तर देई
ଆମମାନଙ୍କୁ କଥା କୁହ ବୋଲି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍।